ଆମର ଓଡ଼ିଆଣୀ ମା ପାଖରେ କିଲୋ କିଲୋ ରୂପା ଥିଲା। ଆମ ଓଡ଼ିଆ ଘରେ ଧନ ସମ୍ପଦ ପ୍ରାଚୁର୍ଯ୍ୟ ଭରି ରହିଥିଲା, କାରଣ ଚୋରର ନଜର ସେଇ ଜାଗାକୁ ଯାଏ ଯେଉଁଠି ଧନ ସମ୍ପତ୍ତି ଥାଏ। ଆଉ ଭାରତ ସୁନାର ଚିଡ଼ିଆ ଥିଲା, ଆଉ ଓଡ଼ିଶା ସେତିକି ସମୃଦ୍ଧ ଥିଲା। ତେଣୁକରି ମୋଗଲମାନଙ୍କ ଆକ୍ରମଣ ହେଲା, ଇଂରେଜମାନଙ୍କ ଆକ୍ରମଣ ହେଲା, ଏତେ ଲୁଟିଲେ ଯାହାଫଳରେ କି 700 ବର୍ଷ ଲାଗିଲା ଭାରତର ଐଶ୍ୱର୍ଯ୍ୟଟାକୁ ଲୁଟିକି ନେବା ପାଇଁ। ତଥାପି ବି ଆମେ ଆଜି ଚତୁର୍ଥ ସ୍ଥାନରେ ଅଛେ, ବିଶ୍ୱର ଚତୁର୍ଥ ଅର୍ଥନୀତି ଅଛେ। ବହୁତ ଶୀଘ୍ର ଆମେ ସେଥିରେ ମଧ୍ୟ ଅଗ୍ରସର ହେବା। এই যে আমার লুপ্ত গৌরব কোটি না কোটি আমার ইউএসপি যেটা ইউনিক সেলিং পয়েন্ট হচ্ছে আমার ভারতীয়তা। আমার ভারতের অর্থনীতি সুদৃঢ় হব যদি আম ভারতের যে ইউএসপি, ভারতের যে কলা, ভারতের যে খাদ্য, ভারতের যে প্রথা তাকে আমি সুদৃঢ় করি রখিপার। আপনার মধ্যে সেই দিকে কাম করছেন। এবে আপনার এই যে খাদ্য মহোৎসব কিভাবে ভাবে ওড়িশার অর্থনীতি আমার যে গাঁ গহলি আপনার যেহেতু পুরা 30টি জেলার স্টল অছি, সুভদ্রা যোজনার যে মা মানে স্বাবলম্বী হয়েছেন সে স্টল কু আপনার আনিকি ভুবনেশ্বর রাজধানী ପରିବେଷ୍ଟିତ କରୁଛନ୍ତି। ଏ ସବୁ କିଭଳି ଭାବରେ ସାମଗ୍ରିକ ଭାବରେ ଓଡ଼ିଶାର ଇକୋନୋମିକୁ ଏକ ଦମ୍ଭ ଦେବ? ନାଇଁ, ବିଗତ ଦିନରେ ଏ ପ୍ରକୃତରେ ସୁଭଦ୍ରା ଶକ୍ତି ଯୋଜନାରେ ଆଜ୍ଞା ଅନେକ ମା ମାନେ ଲକ୍ଷପତି ହେଇଛନ୍ତି। ଆଜ୍ଞା ଲକ୍ଷପତି ଦିଦି ଏମିତି ଆମେ ଶବ୍ଦ ଉଚ୍ଚାରଣ କରୁଛୁ। ତାଙ୍କ ପାଖରେ ବି ବହୁ ଯୋଗ୍ୟତା ଅଛି, ବହୁ ପ୍ରକାରର, ଯେଉଁ ଯୋଗ୍ୟତାଟି ବାସ୍ତବରେ ଆମେ ବ୍ୟବହାର କରିପାରୁନୁ। ସେ ଦୃଷ୍ଟିରୁ ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହେବ। ଆଉ ଆମେ ନିଶ୍ଚିତ ଭାବରେ ଏଇଟା ତ ପ୍ରଥମ ପ୍ରୟାସ ଆମର। ଆଜ୍ଞା এটা বেসরকারি স্তରରେ এটা ଗୋଟେ ପ୍ରଥମ ପ୍ରୟାସ। ଆଉ ଏଥିରେ ସରକାରଙ୍କର ମଧ୍ୟ ପଜିଟିଭ୍ ଗୋଟେ ସପୋର୍ଟ ଆମକୁ ରହିବ। କିନ୍ତୁ ଉଦ୍ୟମୀକୁ କରିବାକୁ ପଡ଼ିବ। ଆଜ୍ଞା ସରକାର ସପୋର୍ଟ କରିପାରନ୍ତି, କିନ୍ତୁ ଉଦ୍ୟମ ଯେଉଁ ପର୍ଯ୍ୟନ୍ତ ଉଦ୍ୟମୀ ନ ହେବ ସେ ପର୍ଯ୍ୟନ୍ତ, ତେଣୁକରି ତାଙ୍କୁ ଉତ୍ସାହିତ କରିବା ପାଇଁ, ତାଙ୍କୁ ପ୍ରେରଣା ଯୋଗାଇବା ପାଇଁ, ତାଙ୍କ ପାଖରେ ଏକ୍ସାମ୍ପଲ୍ ସେଟ୍ କରିବା ପାଇଁ ଏଇଟା ଆମେ ପ୍ରୟାସ କରୁଛୁ।